झूल रे हाँ हाँ झूल रे हाँ हाँ झूल रे जगा तू झूल खंडगिरी होई जाऊ फूल झूल रे हाँ हाँ झूल रे हाँ हाँ झूल रे जगा तू झूल खंडगिरी होई जाऊ फूल। ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତର ଶେଷ ସମୟ ଆସିକି ପହଞ୍ଚିଲାଣି ବାପା। ମୁଁ ହୀରାପାରା ଏକ ହେବେ ଯେତେବେଳେ ମରିବେ ସବୁ ତାହେଲେ ମା ଆସିବେ ସଫା କରିବା ପାଇଁ, ମଡ଼ା ସଫା କରିବା ପାଇଁ। ମାଙ୍କର ଭୂମିକା ଅଛି ଏଠି। କିନ୍ତୁ ଆମକୁ ଯେତିକି ଆଦେଶ ଆସୁଛି ପ୍ରଭୁଙ୍କର ଜନ୍ମ ସରିଲାଣି, ପ୍ରଭୁ ବି ଯୁଦ୍ଧ ବିଦ୍ୟା ଶିକ୍ଷା କରିସାରିଲେଣି ପରଶୁରାମଙ୍କଠୁ ମହେନ୍ଦ୍ରଗିରିରେ। नमस्कार जय श्री जगन्नाथ दर्शक बंधु मुझे देवानंद आपन को स्वागत करुच्ची। दर्शक बंधु आम खंडगिरी अच्छे अनेक महात्म्य ये स्थान रही किंतु अनेक गुप्त कथा भितर आज आम सहित एमती एक सन्थ महाराज जोड़ी होती से गुप्तरे खंडगिरी साधना कर कौन से गुप्तरे एमती बुलिकी साधना कर गुफा भितर आपड़ देखु मो पाखे ये जो रही आम पहाड़र शीर्ष अच्छु ये एक अलौकिक कुंड ए कुंड भितर देखु केते पानी अच्छी आर रहस्य तो अनेक रही किंतु जी गुप्त साधना करुँच जड़े सन्थ आम सहित कथा आम सहित जोड़ी होकर रही था से सन्थ सहित कथा अनेक अलौकिक कथा आज से सन्थ ठार शुणा आम सहित आज जोड़ी होकर रुहतु। बाबा बाबा आपन को प्रणाम। जय जगन्नाथ जय जगन्नाथ। बाबा आम देखिलु आपण आ भितर गुप्तरे बुलुचंती गुप्तरे साधना करुचंती आउ कौन से साधना आम दर्शक बंधु जानी परिबे? लक्ष लक्ष ହେଲା ବାପା ମା ରାମଚଣ୍ଡୀଙ୍କ ଆଦେଶରେ ଆମେ ଆଶୀର୍ବାଦ ପ୍ରାପ୍ତ ହେଇଛି 2008 ମସିହାରେ। ତେଣୁ ବହୁତ ଅଲୌକିକ ପାହାଡ଼ ଗୋଟେ ଗଙ୍ଗେଶ୍ୱର ଅଛି ଜଙ୍ଗଲ ଭିତରେ, ଅଝାଡ଼ ଝାଡ଼ ଜଙ୍ଗଲ, ହାତୀ ବାଘ ତା ଭିତରେ ରଣପୁର ଜିଲ୍ଲା ନୟାଗଡ଼ ଜିଲ୍ଲା ରଣପୁରରେ ସେଠି ଆମର ସାଧନା କ୍ଷେତ୍ର ଥିଲା। ସେଠୁ ପ୍ରଭୁଙ୍କ बाबा आपण नयागढ़ जिला रणपुर आछन ବାସ୍ ହଁ ରଣପୁର ଜଙ୍ଗଲ ଭିତରେ ବାପା ଆମେ ସାଧନା କରୁଛୁ। बाबा एठी आपण केते केते दिन हो साधना ଏବେ ମେଳାଠୁ ଆସିକି ଅଛୁ ପ୍ରାୟ ଏଠି। ଏବେ ଯୋଉ ଖଣ୍ଡଗିରି ଗଲା ମେଳା 2026 ମେଳା ଯୋଉ ଗଲା ସେ ମେଳାଠୁ ଆସିକି ଅଛୁ ଏଠି। ଗୋଟେ ଗୁରୁଙ୍କର ପରୀକ୍ଷା ଆସିଲା ଏମିତି ଯେ ଆମେ ଏଠି ଛୋଟା ହେଇଗଲୁ ଏବଂ 1.5 ମାସ ଗୋଟିଏ ପଥର ଉପରେ ବସିକି କଟେଇଛୁ 1.5 ମାସ। गोटे पथरे 1.5 मास बसिले 1.5 ମାସ ବସିଛୁ ବାପା। ଆଉ 2 ତାରିଖ ରାତି 2ଟା 10 2 ମାସ ଆମେ ଗୋଟେ ଅଖଣ୍ଡ ବତୀ ଲଗେଇକି ବସିଥିଲୁ ଏ 5 ନମ୍ବର ଗୁମ୍ଫାରେ। ଶଙ୍ଖ ଧ୍ୱନି ଶୁଭିଲା 4 ଥର। बाबा कोड शंख ध्वनि हैला ଏଇ ଗୁମ୍ଫାର ପଛପଟେ ଜଷ୍ଟ ଯୋଉଠି ଆମେ 5 ନମ୍ବର ଗୁମ୍ଫାରେ ବସିଛୁ ଜଷ୍ଟ ସେ ପାଖରେ ଶଙ୍ଖ ଧ୍ୱନି ଶୁଭିଲା ଭଳିଆ ଶୁଭିଲା। ଯୋଉଟା କି ଆମେ ଆଗରୁ ତ ଶୁଣିଥିଲୁ ବହୁତ ସାଧୁ ସନ୍ନ୍ୟାସୀ ମାନେ ମାଟି ତଳେ ଅଛନ୍ତି ବୋଲିକି, ଏବେ ପୁରା କ୍ଲିଅର ହେଇଗଲୁ ଲକ୍ଷ ଲକ୍ଷ ସାଧୁ ସନ୍ନ୍ୟାସୀ ଆ ତଳେ ଅଛନ୍ତି ଏବଂ ନାଗାନ୍ତି ଯୋଗାନ୍ତି ସିଦ୍ଧାନ୍ତି ବେଦାନ୍ତି 4 ଜାତିର ସାଧୁ ବର୍ତ୍ତମାନ ବାହାରିବେ ଉପରକୁ। माने आ भीतर ମାଟି अछंती ଭିତରେ ଅଛନ୍ତି। ଗୋଟେ ଅଲୌକିକ ଗୁମ୍ଫା ଅଛି ତା ତଳେ ବିରାଟ ଗୁମ୍ଫା ଅଛି ଏବଂ ନାଗାନ୍ତି ଯୋଗାନ୍ତି ସିଦ୍ଧାନ୍ତି ବେଦାନ୍ତି 4 ଜାତିର ସାଧୁ ତା ଭିତରେ ଅଛନ୍ତି। ସେମାନେ ସବୁ ବାହାରିବେ ଏବଂ ଯୁଗର ପରିବର୍ତ୍ତନ ସମୟ ବି ଆସିଗଲାଣି ଏବଂ ଲେଖା ଅଛି ମାଳିକାରେ 12 ଭୁଜିର ପାଦ ଧୋଇବେ ଆସିକି की ଗଙ୍ଗା ମାତା ମାନେ ଜଳ माने बाबा आपण कहउचंती पानी आसी की ପାଣି ଆସିକି ଛୁଇଁବ ପୁରା 12 ଭୁଜି ପାହାଡ ଉପରେ ଉପରକୁ। ଆଉ ଇଏ ବି ବାବା ଗୁପ୍ତକ ଇଏ ହେଲା ରାଧାକୁଣ୍ଡ। ଇଏ କୁଣ୍ଡର ମାହାତ୍ମ୍ୟ ବହୁତ ରୋଗ ବୈରାଗ ଏସବୁ ବ୍ୟାଧି ଏସବୁଥିରେ ବି ଦୂରୀଭୂତ ହେଇଯିବ ଏଥିରେ ସ୍ନାନ କରିବେ। बाबा ये तो विराट एक ଏଠି ଏତିକି ଯେତିକି ପାଣି ଦେଖୁଛନ୍ତି ସଦାବେଳେ ପାଣି ଏତିକି ବାପା। ଖରା ବର୍ଷା କାହିଁ ଏଠି ପାଣି ଶୁଖେ ନାହିଁ କି ଝର ବି କୁଆଡୁ ଆସୁଛି ବୋଲି ଲୋକ ବି कौन आर रहस्य ୟାର ରହସ୍ୟ ସେ ପ୍ରଭୁଙ୍କ ରହସ୍ୟ ବାପା। ଇଏ ନିଜେ ଗୌତମ ବୁଦ୍ଧଦେବ ସବୁ ତିଆରି କରିଛନ୍ତି ଆଜି। ଆଉ ଗୋଟେ ଗୁପ୍ତ ଗଙ୍ଗା ଅଛି ସେ आमे 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 तळे देखिले पानी मिलुनी तळे जेतेबेले पहाड़र शीर्ष रे एते पानी ଏଟା ସବୁ ଗୌତମ ବୁଦ୍ଧଦେବ ଯେତେବେଳେ ରହିଥିଲେ ଆସିକି ଏଠି ଗୌତମ ବୁଦ୍ଧ ଗୋଟେ ଅବତାର ଆମର ଭଗବାନଙ୍କର ବିଷ୍ଣୁଙ୍କର ଗୋଟେ ଅବତାର ବୁଦ୍ଧଦେବ। ବୁଦ୍ଧଦେବ ସ୍ୱୟଂ ନିଜେ ଆସିକି ସବୁ ଏଡା କରିଦେଇଛନ୍ତି ସବୁ। ଆଉ ସେ ଯୋଉ ଅଲୌକିକ ଗୁମ୍ଫା ଅଛି ତ ମଣିଷ ବାପା କରିବାଟା ସମ୍ଭବପର ନୁହଁ। ଆଉ ଗୋଟେ ଗୁମ୍ଫା ଅଛି ସେଠି ଗରମ ହାୱା ବାହାରୁଛି ସଦାବେଳେ। ଆମେ ବି ସେ ତାର ବର୍ତ୍ତମାନ ଆମେ ଗବେଷଣାରେ ଅଛୁ ସେ ଗୁମ୍ଫାଟାରେ କାହିଁ ଗରମ ହାୱା ବାହାରୁଛି। एमिति भी रहस्यमय गुम्फा रही ବାପା ଆଉ ବହୁତ ରହସ୍ୟ ଏ ଜାଗାରେ ଅଛି। ଆଉ ଗୋଟେ ସାଧନା ଆମେ କରୁଥିଲୁ ଏଠି ଏବେ 15 ଦିନ ତଳେ ବାପା ଅନନ୍ତ ଗୁମ୍ଫାରେ ସାଧନା ସରିବା ପରେ ଗୋଟେ ଉପରୁ ଗୋଟେ ଅଲୌକିକ ବସ୍ତୁ ଆସିକି ପଡିଲା ତଳେ। कौन बाबा ସେଇଟା ଆମେ ଖୋଲିକି କହିବୁନି ବାପା ସबर ମୁଖରେ, କିନ୍ତୁ ଗୋଟେ ଜିନିଷ ପଡିଲା ବସ୍ତୁ ଯୋଉଠି କେହି ନଥିଲେ ଯୋଉ ଗୁମ୍ଫାରୁ ପଡିଲା କେମିତି ତଳକୁ गुम्फारु ना शून्यरु ଶୂନ୍ୟରୁ ପଡିଲା। ସେ ଗୁମ୍ଫା ଭିତରେ ତ ଶୂନ୍ୟ ଆଉ ଗୁମ୍ଫାରେ କିଏ ଅଛି କି ବାପା। ଆମେ ଗୁମ୍ଫା ବାହାରେ ବସିକି ପୂଜା ସବୁ ତ ଗୁମ୍ଫା ଲକ୍ ପଡିଯାଇଛି ବର୍ତ୍ତମାନ। ଏ ଯୋଉ ବଦମାସି କଲେ ଉତ୍ପାତ କଲେ ଭିତରେ ମଦ ଫଦ ପିଇଲେ 12 ପ୍ରକାର ଦୁର୍ନୀତି କଲେ ତେଣୁ ସବୁ ଗୁମ୍ଫା ଲକ୍ କରିଦେଇଛନ୍ତି। ଲକ୍ ହବାଟା ସବୁ ଭଲ କିନ୍ତୁ ସାଧୁ ସନ୍ନ୍ୟାସୀ ମାନେ ହଇରାଣ ହଉଛୁ ବାପା। ଏବେ बाबा आपण साधना करिया भितरे आपनक साधना समाज रो कोन मंगल कामना करिवो? ଜଗତର ମଙ୍ଗଳ କାମନା ବାପା କରୁଛୁ ଆମେ, କାରଣ ସଂସାର ବର୍ତ୍ତମାନ ବିନାଶମୁଖୀ।
କେହି କାହାକୁ ମାନିବାକୁ ନାରାଜ ନୁହଁ, କେହି କାହା କଥା ବୁଝିବାକୁ ପ୍ରସ୍ତୁତ ନୁହଁ। ବାପ ପୁଅକୁ ମାନୁନି ଆଜିକା ଡେଟ୍‌ରେ। ତେଣୁ ସଂସାର କଣ ରହିବ ବାପା? ଯୁଗେ ଯୁଗେ ତ ଅଛି ଏମିତି ସଂସାର ସରିଲା ବେଳକୁ ଏମିତି ଉତ୍ପାତ ବିତ୍ପାତ ହବ ବୋଲିକି। କପଟି ଯୋଗୀ ଲମ୍ପଟି ସନ୍ନ୍ୟାସୀ ବାହାରିବେ ଶେଷ ବେଳକୁ। ବହୁତ ବେଶ ଧରିକି ବାବା ଧାଡ଼ି ମୁଛ ରଖିକି କପଟି ଗୋଟେ ବୁଲୁଛନ୍ତି। କିନ୍ତୁ ଆମର ଜନ୍ମ ହେଇଛି ବାବା ଜଗତ ମଙ୍ଗଳ ପାଇଁ। ଆମେ ବି ଚାକିରି ବାକିରି କରିଥିଲୁ, ବେପାର ପତ୍ର କରୁଥିଲୁ, ଲକ୍ଷ ଲକ୍ଷ ଟଙ୍କାର ବେପାର କରୁଥିଲୁ। କିନ୍ତୁ ସେ ମା ରାମଚଣ୍ଡୀଙ୍କର ଦର୍ଶନ ମିଳିଲା 2008 ମସିହାରେ କଟକ ଗଡ଼ଗଡ଼ିଆ ଘାଟରେ। ସେଇ ଦିନଠୁ ବାପା ଆମେ ଏଇ ରାସ୍ତାରେ ଚାଲିଛୁ। ମାଆଙ୍କର ଦର୍ଶନ ପାଇଲେ? ମାଙ୍କ ଦର୍ଶନ ପାଇଥିଲୁ, କେମିତି? ମଥାମଣି ପ୍ରାପ୍ତ ହେଇଥିଲା। ଶୂନ୍ୟରେ ଗୋଟେ ଲୋକ ରୂପରେ ଦର୍ଶନ ଦେଇଥିଲେ କଟକ ଗଡ଼ଗଡ଼ିଆ ଘାଟରେ 2008 ମସିହା ରାତି 12:30ଟାରେ। ଗୋଟେ ମଥାମଣି ପୁରା ସ୍ୱର୍ଗରୁ ମଗେଇକି ଆକାଶରୁ ମଗେଇକି ପ୍ରାପ୍ତ କରିଥିଲେ ମା। ଆଉ ସେ ମଣି ବି ଗୋଟେ ଚୋରେଇକି ନେଇଗଲା ସେ ଜଙ୍ଗଲ ଭିତରେ, ଗୋଟେ ଗୁଣିଆ ତାନ୍ତ୍ରିକ, ତାର ବି ବଂଶ ବୁଡ଼ିଗଲା। ବହୁତ ଇତିହାସ ବାବା ହେଇଛି। ମାନେ ତାନ୍ତ୍ରିକ ଆପଣଙ୍କ ଠାରୁ ସେ ମଥାମଣି ନେଇଗଲେ? କାହିଁକି ସେ ଜଙ୍ଗଲ ଭିତରେ ବାପା କେହି ରହିପାରନ୍ତିନି। ସେ ଯୋଉ ଜଙ୍ଗଲ ସେ ଭିତରେ କେହି ରହିପାରନ୍ତିନି ସହଜରେ। ହାତୀ ବାଘ ଭାଲୁ ସମସ୍ତେ ଥାନ୍ତି ତା ଭିତରେ। ଆମେ ଯେତେବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଟାଉନ ସହର ଚଳିବା ଲୋକଟା ଯେତେବେଳେ ଭିତରେ ଯାଇକି ରହିଗଲୁ, ଲୋକ ଆଶ୍ଚର୍ଯ୍ୟ ହେଲେ। କିଏ କହିଲା ମଣିଷ ବଳିବ ବୋଲି ଆସିଛି, କିଏ କହିଲା ସାଧନା କରିବ ବୋଲି ଆସିଛି, କିଏ କହିଲା ଡକାୟତ, ଏମିତି 12 ପ୍ରକାର ଲୋକ କଥା କହିଲେ। ଆମେ ଏଠୁ 2 ମାସ ରହିବା ପରେ ମାଆଙ୍କୁ ଏଠୁ ମାଗିଲୁ, ମା ତୁ ତ ପୁଅ କରି ରଖିଲୁ ତୋ ପାଖରେ ଏକୁଟିଆ, କିଛି ଭଜନ ଲେଖିବା କଳା ଆମକୁ ଦିଅ ମା, ଯାହାଦ୍ୱାରା କି ଲୋକ ଆମକୁ ଜାଣିପାରିବେ। ଆଉ ମା ବି ଦେଲେ ଆମକୁ କଳା। ମା ଖିଲାମୁଣ୍ଡା ପ୍ରଥମ ଆଶୀର୍ବାଦ କଲେ, ରାମଚଣ୍ଡୀ ଆଶୀର୍ବାଦ କରିଥିଲେ, ଖିଲାମୁଣ୍ଡା ମା ଆଶୀର୍ବାଦ କରି ଭଜନ ଲେଖିବା କଳାଟାକୁ ଦେଲେ। ସିଏ ମା ପଠେଇଲେ ଗଙ୍ଗେଶ୍ୱର, ତା ଆଗରେ ଆଉ ଗୋଟେ ଶିବ ପୀଠ ଅଛି, ଯୋଉଟା କି ଅଲୌକିକ ଶିବ ପୀଠ, ପଞ୍ଚୁ ପାଣ୍ଡବଙ୍କର କ୍ଷେତ୍ର ସେ ବାପା। ଆଉ ସେଇଠି ବହୁତ କିଛି ଜିନିଷ ଗୁପ୍ତ ଅଛି। ସୁବର୍ଣ୍ଣ ସର୍ପ ଅଛି, ସୁବର୍ଣ୍ଣ ସର୍ପ ଗୋଟେ ଅଛି, ଆଉ ଗଦା ଅଛି, ଧନୁ ଅଛି, ବହୁତ ଜିନିଷ ବି ତା ଭିତରେ ବାପା ଅଛି ସେ ଗଙ୍ଗେଶ୍ୱର ପୀଠରେ। ଆଉ ତାପରେ ଆଦେଶ ଆସିଲା ଆମକୁ ଖଣ୍ଡଗିରି ପାହାଡ଼କୁ ଆସିବା ପାଇଁ। ବହୁତ ଦିନ ହେଲା ବି ବାପା ଆଦେଶ ଆସିଲାଣି ଆମକୁ, ପ୍ରାୟ 2 ବର୍ଷ ହେଲା ଆଦେଶ ଆସିଲାଣି ଖଣ୍ଡଗିରି ଆସିବା ପାଇଁ। ତେଣୁ ଏବେ ବର୍ତ୍ତମାନ ଆଉ ଅଟକି ହେଲାନି। ଏଇ ଯଜ୍ଞ ବେଳକୁ ଲାଷ୍ଟକୁ ଆମେ ଆସିକି ପହଞ୍ଚିଲୁ, ଶେଷ ଯଜ୍ଞ ବେଳକୁ ପହଞ୍ଚିଛୁ ଆସିକି, ଏବଂ ବହୁତ ବାଧାବିଘ୍ନ ଭିତରେ ବସିକି ଆମ ସାଧନା କଲୁ ଆମେ। ବାବା ବାବା ଏବେ ଆପଣ ଦେଖନ୍ତୁ ଅନେକ ଘଟଣା ସବୁ ଘଟୁଛି। ଆ ଭିତରେ 2026 ଧୀରେ ଧୀରେ ଗତି କରୁଛି। ଆ ଭିତରେ ବାବା ଆପଣ ଏମିତି କିଛି ଅନୁଭବ କରୁଛନ୍ତି ସାଧନାରେ? ଏମିତି କିଛି ଅନୁଭବ ବହୁତ କରୁଛନ୍ତି? ବର୍ତ୍ତମାନ ବିତ୍ପାତ ଆଗକୁ ଚାଲିବ ବାପା। ଆଉ ହୀରାପାରା ଏକ ହେବେ, ହୀରାକୁଦ ଭାଙ୍ଗିବ, ପାରାଦୀପରେ ଯାଇକି ମିଶିବ। ବାବା ଏଇ କଥା ତ ସମସ୍ତେ କହୁଛନ୍ତି, ଆମ ଦର୍ଶକ ବନ୍ଧୁ ଭୟଭୀତ ହଉଛନ୍ତି। ଆଉ ହୀରାକୁଦ ଏବେ ତ ଭାଙ୍ଗିବନି ଅନେକ କହୁଛନ୍ତି। କହିପାରିବା କି ବାପା ଆମେ ଏମିତି କଣ ଭାଙ୍ଗିବାଟା? ପ୍ରଭୁଙ୍କ ମାଳିକା ଜିନିଷ ତ ସବୁ ସତ ହଉଛି ବାପା। ଆଜି ଭାଙ୍ଗିବ କି କାଲି ଭାଙ୍ଗିବ କି 26 27ରେ ଭାଙ୍ଗିବ ବୋଲି ତ ଶୁଣା ଯାଉଛି ବାପା। ବାବା ଆପଣ କହୁଛନ୍ତି ହୀରାକୁଦ ଭାଙ୍ଗିଯିବ? ହଁ ବାପା ନିହାତି ତ, ଏଇଟା ଲେଖା ହେଇଛି ତ ମାଳିକାରେ ବାପା, ହୀରାପାରା ଏକ ହେବେ। ହୀରାକୁଦ ହୀରାପାରା ଯିବ ତ ଦଳେଇ ଏକ ଘାଇ ହେବେ। ଭାଙ୍ଗିକି ହୀରାକୁଦ ଭାଙ୍ଗିବ, ହୀରାକୁଦ ପାଣି ପଶିବ ଦଳେଇ ଘାଇରେ, ଦଳେଇ ଘାଇ ଭାଙ୍ଗିକି ଯାଇକି ପଶିବ ପୁରା ସମୁଦ୍ରରେ ମିଶିବ ସେ ପାରାଦୀପରେ। ଏଇଟା ଲେଖା ଅଛି ମାଳିକା ଜିନିଷ ବାପା, ଆମେ ଏରା ମନରୁ ବି କିଛି କହୁନୁ। ଆଉ ଏଇଟା ତ ଲେଖା ଅଛି। ଏଇ ସବୁ ଘଟଣା ଯେତେବେଳେ ଘଟିବ ବହୁତ ଭୟଙ୍କର ହବ। ଏଇଟା ଆମର ହିସାବ ହଉଛି 2000ରେ ଗୋଟି ଗୋଟି ଲୋକ ବଞ୍ଚିବେ। କୂଳକୁ ଯିଏ ବିହନ ଥିବେ, ଝାଡ଼ ବାଡ଼ରେ ଥିବେ, ଧର୍ମର ଆଶ୍ରିତରେ ଥିବେ, ଏବଂ ସାଧୁ ସନ୍ନ୍ୟାସୀ ମାନଙ୍କ ବିଶ୍ୱାସ ଭରସା ଥିବ, ପ୍ରଭୁଙ୍କ ଉପରେ ବିଶ୍ୱାସ ଥିବ ତାର, ସେଇ ଲୋକ ହିଁ ବଞ୍ଚିବେ ବାପା। ଆଉ ସମସ୍ତେ ବଞ୍ଚି ପାରିବେନି। ଯିଏ ଧର୍ମରେ ଥିବ ସିଏ ହିଁ ବଞ୍ଚିବ ନିହାତି। ଆଉ ଧର୍ମର ତ ଯୁଗେ ଯୁଗେ ବାପା ଜୟ ହେଇଛି, ଧର୍ମର ବି ଜୟ ହବ। ଏବେ ଯୋଉ ଏଇଟା ବାବା ଆପଣ କହିବେ କି ଏଇଟା ମାନେ ଘଡ଼ିସନ୍ଧି ମୁହୂର୍ତ୍ତ? ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତର ଶେଷ ସମୟ ଆସିକି ପହଞ୍ଚିଲାଣି ବାପା। ଆଗକୁ ବହୁତ ବିତ୍ପାତ ବାପା ହେଇଯିବ। କେହି କାହାକୁ ଆଉ, ଏ ତ ବର୍ତ୍ତମାନ ଯଦି ପରମାଣୁ ଯୁଦ୍ଧ ହେଇଯିବ ବାପା, ତ କେହି କାହାକୁ ଦେଖିବେନି ବାପା। ଟାୱାର ଫେଲ ହେଇଯିବ, ଇଲେକ୍ଟ୍ରିକ କଟିଯିବ, ଏରା ସବୁ ଲେଖା ଅଛି ମାଳିକାରେ। ଆମେ ବାପା କିଛି ମନରୁ କହୁନା, ଆମେ ସେ ମାଳିକା ଅନୁସରଣ କଲା ପରେ ବାଧ୍ୟ ହେଇକି ସବୁ ତ୍ୟାଗ କରିକି ଛାଡ଼ି ଛୁଡ଼ିକି ପଳେଇ ଆଇଲୁ, ବଣ ଜଙ୍ଗଲରେ ବୁଲୁଛୁ। ଆପଣ ତ ବଣ ଜଙ୍ଗଲରେ ବୁଲୁଛନ୍ତି, କିନ୍ତୁ ଯୋଉମାନେ ଘରେ ରହୁଛନ୍ତି, ବସବାସ କରୁଛନ୍ତି, ସେ ବା ଅନେକ ଭୟ ଭିତରେ ରହୁଛନ୍ତି। ସେମାନେ ଭକ୍ତ ହେଇକି ପ୍ରଭୁଙ୍କ ଆଶ୍ରିତ ଆପଣ ହେଇକି, ଜଙ୍ଗଲରେ ରହିକି ଯେତିକି ଭୟ ନ କରୁଛନ୍ତି। ଆମେ ତ ଭୟ କରିବୁନି ବାପା। ଆମେ କାହିଁ ଭୟ କରିବୁ ବାପା? କାହାକୁ ବା ଭୟ କରିବୁ? ଆମେ ତ ପ୍ରଭୁଙ୍କ ପାଖରେ ଡାଇରେକ୍ଟ କନେକ୍ସନ ଆମର। ଆମେ କଣ ନିଜ ସ୍ୱାର୍ଥ ପାଇଁ କିଛି ଆସିଛୁ? ଆମେ ସ୍ୱାର୍ଥ କିଛି ଚିନ୍ତା ନାହିଁ। ଆମେ ତ ନିଷ୍କାମ ଅଛୁ ବାପା। ଆମର ତ କିଛି ଆବଶ୍ୟକ ନାହିଁ ଦୁନିଆରେ। ଆମେ ତ 2 ବର୍ଷ ହେଲା ଅନ୍ନ ପ୍ରାୟ ଖାଉନୁ। କେତେବେଳେ ମୁଠେ ଖାଇଲେ ଖାଇଲୁ, ନହେଲେ ବି ନାହିଁ ବାପା। ତେଣୁ ଆମେ ଭୟ କରିବୁ କାହାକୁ? ଯଦି ସାଧୁ ସନ୍ନ୍ୟାସୀ ହେଲୁ, ସାଧୁ ସନ୍ନ୍ୟାସୀ ଭୟ କରିବେ କେବଳ ଭଗବାନଙ୍କୁ। ଆଉ ଏଇଟା ସାଧାରଣ ଜନତାକୁ ମୁଁ ଏତିକି ଅନୁରୋଧ କରି କହୁଛି, ଭକ୍ତ ହେଇଯାଆନ୍ତୁ ସମସ୍ତେ। ବର୍ତ୍ତମାନ କଳ୍କି ଅବତାର ବି ହେଇସାରିଲେଣି, କଳ୍କିଙ୍କର ଜନ୍ମ ସରିଲାଣି। ବାବା ଆପଣ କହୁଛନ୍ତି ପ୍ରଭୁଙ୍କର ଜନ୍ମ ସରିଲାଣି? ହଁ ବାପା, କୋଉଠି? ପ୍ରଭୁଙ୍କର ଜନ୍ମ ସରିଲାଣି। କୋଉଠି ବା ଏତେ କଥା ଆମେ କ୍ଲିୟର ଜାଣିନୁ, କିନ୍ତୁ ଆମକୁ ଯେତିକି ଆଦେଶ ଆସୁଛି ପ୍ରଭୁଙ୍କର ଜନ୍ମ ସରିଲାଣି। ପ୍ରଭୁ ବି ଯୁଦ୍ଧ ବିଦ୍ୟା ଶିକ୍ଷା କରିସାରିଲେଣି ପରଶୁରାମଙ୍କଠୁ ମହେନ୍ଦ୍ରଗିରିରେ, ଏକଥା ବି ଅଛି ଲେଖା। ବାବା ଏତେ କଥା କହୁଛନ୍ତି, ପୁଣି ଗୁପ୍ତ ରଖୁଛନ୍ତି? ଗୁପ୍ତ ନାହିଁ ବାବା, ଯେତିକି ଆମେ ଜାଣିଛୁ ବାପା, ସବୁ ଜିନିଷ ଖୋଲି ହବନି, କିଛି କିଛି ଗୁପ୍ତ ରହିବାକୁ ପଡିବ ବାପା। କହୁଛନ୍ତି ଆପଣ ପ୍ରଭୁ ଆସିଗଲେଣି, ହଁ, କିନ୍ତୁ ପ୍ରଭୁ ଆପଣ ଜନ୍ମ ନେଇସାରିଲେଣି, କଳ୍କି ଅବତାର ହେଇସାରିଲେଣି ଅଲରେଡି। ଆଉ ଖଣ୍ଡଗିରିରେ ବି ୟା ପାହାଡ ତଳେ
ଅନବରତ ଯଜ୍ଞ ଚାଲିଛି, ହୋମ ଯଜ୍ଞ ଚାଲିଛି। ଆମେ ଯେତିକି ଆଭାସ ପାଉଛୁ ବାପା ଏଠୁ, କାରଣ ରାତିରେ ଆମେ ଶୋଇଥିବୁ ସମସ୍ତେ ନଡିଆ ପୋଡା ନଡିଆ ବାସ୍ନା ହବ। ଆଉ ୟା ତଳେ ଯଜ୍ଞ ଚାଲିଛି ଅହର୍ନିଶି। ଏଠି ଏବେ ଯଜ୍ଞ ଚାଲିଛି। ଯଜ୍ଞ ଚାଲିଛି, ମାଟି ତଳେ ସାଧୁ ସନ୍ନ୍ୟାସୀ ମାନେ ଯଜ୍ଞ ଅହର୍ନିଶି ଚାଲିଛି। ଆମେ ଶୁଣୁଥିଲୁ ଯେତିକି, ଏବେ ଅଙ୍ଗେ ଲିଭଉଛୁ। ରାତି 11ଟା ପରେ ଆମେ ଦେଖିବୁ ହୋମ ପୋଡା ନଡିଆ ବାସ୍ନା ଆସିବ ସେ ବାରଭୋଜି ମନ୍ଦିର ପାଖକୁ ଗଲା ବେଳକୁ। ଆଉ ବାରଭୋଜି ମନ୍ଦିର ତଳଟା ଗୋଟେ କଣ ଗୋଟେ ସ୍ପଟ ଅଛି, ଯୋଉଟା କି ସେ ଗୁମ୍ଫାର ମେନ୍ ଜିନିଷଟା। ପ୍ରଭୁ ଆସିଲେ ବା ଚେତନା ଜଡ ହବ, ଜଡ ଚେତନା ହବ। ଜଡ ତ ଚେତନ ହବ, ପ୍ରଭୁଙ୍କ ଲୀଳା ଖେଳା କଲେଣି କି? ପ୍ରଭୁ ତ ଗୁପ୍ତରେ ଅଛନ୍ତି ବର୍ତ୍ତମାନ। ସଂହାର ପରେ ପ୍ରଭୁ ଆସିବେ ଜଡ ଚେତନ ହବ କରିବା ପାଇଁ। ଆଉ ସର୍ବେ ପ୍ରଭୁ ଯେତେବେଳେ ଆସିଲା ପରେ, ବିନାଶ ହେଲା ପରେ ସମସ୍ତେ ଶ୍ରୀ ବିନ୍ଦୁ ସରୋବରରେ ସ୍ନାନ କଲେ ନିଜର ପରିଚୟ ପାଇବେ, ଏହା ବି ଲେଖା ଅଛି ମାଳିକାରେ ବାପା। ଶ୍ରୀ ବିନ୍ଦୁ ସରୋବର ଯୋଉଟାକୁ ଆମର ବିନ୍ଦୁ ସାଗର କୁହାଯାଉଛି, ସେଇ ଶ୍ରୀ ବିନ୍ଦୁ ସରୋବରରେ ସମସ୍ତେ ଯାଇକି ସ୍ନାନ କରିବେ ଯେତିକି ବଞ୍ଚିବେ। କୂଳକୁ ବିହନ ଯୋଉ କୁହାଯାଉଛି, ଧର୍ମରେ ଯୋଉ ପ୍ରାଣୀ ଥିବେ କୂଳକୁ ବିହନ, ସମସ୍ତେ ଶ୍ରୀବିନ୍ଦୁ ସରୋବରରେ ସ୍ନାନ କଲା ପରେ ନିଜର ପରିଚୟ ପାଇବେ, ଫେରି ପାଇବେ କିଏ କଣ ସେଇଠି ସବୁ ମେଳ। ବାବା ଆପଣ କହୁଛନ୍ତି ଯୋଉମାନେ ଧର୍ମରେ ଥିବେ ସେଇ କେବଳ କୂଳକୁ ବିହନ ହେବେ, ଯୋଉମାନେ ଅଧର୍ମରେ ଥିବେ ଅଧର୍ମରେ ତ ନିହାତି ମରିବେ। ଧର୍ମର ତ ଯୁଗେ ଯୁଗେ ବାପା ଜୟ। ସମସ୍ତେ ବିନାଶ ହେବେ। ଧର୍ମର୍ଷ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାनं ସୃଜାମ୍ୟହମ୍ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ଭବାମି ଯୁଗେ ଯୁଗେ। ଆପଣ କହୁଛନ୍ତି ଯୋଉ ପ୍ରଭୁଙ୍କୁ ଆମେ ଅହର୍ନିଶି ଡାକି ଚାଲିଛେ, ଅହର୍ନିଶି ପୂଜା ଅର୍ଚ୍ଚନା କରି ଚାଲିଛେ, ସେଇ ଦିନେ ଆମକୁ ସଂହାର କରିବେ। ନିହାତି ଆମକୁ ସଂହାର କାହିଁ କରିବେ? ଶତ୍ରୁକୁ ସଂହାର କରିବେ। ଶତ୍ରୁକୁ ସଂହାର ଶତ୍ରୁ ସଂହାର ନିହାତି କରିବେ। ଦେବାଦେବୀ ମାନେ କରିଦେବେ, ପ୍ରଭୁ କଣ କରିବେ? ପ୍ରଭୁ କଣ କିଛି କରନ୍ତି? ପ୍ରଭୁ କିଛି ବି କରନ୍ତିନି। ପ୍ରଭୁ ଧ୍ୟାନସ୍ଥ ସଦାବେଳେ। ଯମଙ୍କ 7 ଭଉଣୀ କଣ ଜାଗ୍ରତ ହେଲେଣି ଅନେକ କହୁଛନ୍ତି। ଦେବାଦେବୀ ଜାଗ୍ରତ ହେଇଗଲେଣି ବାପା। ସୁପ୍ତ ଥିଲେ ଆମେ ବି ଯୋଉ ଜାଗାକୁ ଯାଉଛୁ, ଆମେ ଦେବାଦେବୀକି ଜାଗ୍ରତ କରୁଛୁ, ଆମକୁ ଆଦେଶ ବି ଅଛି। ଆଉ ଯୋଉ ପୀଠକୁ ଯାଉଛୁ ସେ ଦେବତା ସାଥିରେ ଆମର କଥାବାର୍ତ୍ତା ବି ହଉଛି। ଯେତେବେଳେ ଗଙ୍ଗେଶ୍ଵର ବାପା ଆପଣଙ୍କୁ ଗୋଟେ ଖୋଲୁଛି, ଗୋଟେ ଗୁପ୍ତ, ଅତି ବଡ ଗୁପ୍ତ ଜିନିଷ। ଗଙ୍ଗେଶ୍ଵର ଯୋଉ ପୀଠ ଅଛି ଆମର ସାଧନା ପୀଠ, ଗଙ୍ଗେଶ୍ଵର ଯୋଉ ପୀଠ ଅଛି, ଗୋଟେ ମାଙ୍କ ଦେହରେ 10 ଭୁଜା ପାର୍ବତୀ ମା ଅଛି, ତା ଦେହରେ ସୁଦର୍ଶନ ଚକ୍ର ଗୁପ୍ତ ହେଇକି ଅଛନ୍ତି। ଆପଣ ଚାହିଁଲେ ବି ଆମେ ଦେଖେଇ ଦେଇ ପାରିବୁ। ଆମେ 3 ଥର ଦର୍ଶନ କରିଛୁ, ଥରେ ଝାପ୍ସାରେ, ଆଉ ଥରେ 2 ଥର କ୍ଲିୟର ପୁରା। ମାର ବାଁର ବାହୁରେ ଥର ଦର୍ଶନ କଲୁ, ଜାଣିପାରିଲୁନି ସେଦିନ ପ୍ରଥମ ଥର। ସେକେଣ୍ଡ ଥର ଦେଖିଲୁ ପୁରା କ୍ଲିୟର, ଆଳତି ଗଲୁ ମା ଇଏକୁ। ତାପରେ ସେଇଦିନ ମାକୁ ଜଣେ, ମା ପ୍ରକୃତ ସୁଦର୍ଶନ ଦର୍ଶନ ଦେଇଛ, ମାର ଏଇ ନାକରେ ଦେଖା ଦିଅ, କାରଣ ସେ ମାର ନାକ ନାହିଁ, ସେ ମାର ନାକ ହଉଛି ଗୋଟେ ପାରିଜାତ ପୁଷ୍ପ। ଆପଣ ଚାହିଁଲେ ବି ଦେଖିପାରିବେ ଯାଇକି। ଗଙ୍ଗେଶ୍ଵର ସେ ପୀଠ, 10 ଭୁଜା ପାର୍ବତୀ ମା, ଆଉ ମହିଷାସୁର ତାଙ୍କର ତଳେ ଅଛନ୍ତି ବଧ ଅବସ୍ଥାରେ, ଏବଂ ସେଇ ମାଙ୍କ ଦେହରେ ହିଁ ସୁଦର୍ଶନ ବାବା ଗୁପ୍ତ ଅଛି। ଆଉ ଆଉ ଜଣେ ବି ସାକ୍ଷୀ ଅଛନ୍ତି ଲକ୍ଷ୍ମୀଧର ବିଷୋଇ ବୋଲିକି, ସିଏ ବି ସୁଦର୍ଶନ ଦର୍ଶନ କରିଛନ୍ତି ଏଇଠି ମାଙ୍କର। ଆମେ ପୁରା ଆଳତି କରୁଛୁ। ବାବା ଆପଣ ତାହେଲେ କହୁଛନ୍ତି ଆଗକୁ କଣ ହବ? ଆଗକୁ ତ ସଂହାର ହବ ଆଉ। ଲାଷ୍ଟକୁ ଥିଲା ଆମକୁ ଆଦେଶ କଳ୍କି, ବାଙ୍କିର ଗୋଟେ କଳ୍କି ମନ୍ଦିର ଲାଷ୍ଟକୁ ଆଦେଶ ଆସିଲା, ସେଠି ବି ଯାଇକି 2 ମାସ ପୂଜା କଲୁ କଳ୍କି ମନ୍ଦିରରେ। ହଁ ବାପା, ତେଣୁ ସେଇଠୁ ଜାଣିଗଲୁ ଆମେ ସମୟ ସରି ଆସିଲା, କାରଣ ଆମକୁ ବି ଷ୍ଟେଜ ବାଇ ଷ୍ଟେଜ, ଫେଜ ବାଇ ଫେଜ ବି ଯିବାକୁ ପଡୁଛି। ତେଣୁ କୋଉ ମନ୍ଦିର କେତେବେଳେ ଆମ ପାଇଁ ଆଶୀର୍ବାଦ ଅଛି। ବର୍ତ୍ତମାନ ଏବେ ସେଠୁ ବାଙ୍କି କଳ୍କି ମନ୍ଦିର, ସେଠୁ ପୂଜା ସାରିକି ଆସିବା ପରେ ଏଠି ଗୋଟେ ଭୂବାସିନୀ ମନ୍ଦିର ଅଛି, ଯୋଉଟା କି ବି ଲେଖା ଅଛି ମାଳିକାରେ ମା ନା। ଭୂବାସିନୀ ମନ୍ଦିରର ମାହାତ୍ମ୍ୟ ହଉଛି, ଯେତେବେଳେ ହୀରାପାରା 1 ହେବେ, ସେତେବେଳେ ମରିବେ ସବୁ, ତାହେଲେ ମା ଆସିବେ ସଫା କରିବା ପାଇଁ, ମଡା ସଫା କରିବା ପାଇଁ। ମାଙ୍କର ଭୂମିକା ଅଛି। ମା ନିଜେ ନିଜେ ମା, ଲୋକ ତାଙ୍କ ସୈନ୍ୟ ସାମନ୍ତ ଲଗେଇକି ମା ଭୂବାସିନୀ ବସିଛନ୍ତି ଏମ୍ସ ପାଖରେ। ଏକାମ୍ର କ୍ଷେତ୍ରରେ ବହୁତ ଗୁପ୍ତ ପୀଠ ବାପା ଅଛି। ମା ନିଜେ ସଂହାର କରିଦେବେ। ନିଜେ ସେ ପାଣି ଆସିବ ଯେତେବେଳେ, ବିନାଶ ହେଇଯିବେ ସବୁ। ରାତିରେ କି କେତେବେଳେ ପାଣି ଆସିବ କିଛି ଠିକ ନାହିଁ ନା, କିଏ କୋଉଠି ଶୋଇଛି, କୋଉ ଅବସ୍ଥାରେ କିଏ, ସବୁ ତ ଭସେଇକି ସବୁ ନେଇକି ପଳେଇବ। ଯୋଉ ପାଣି ଗଲା ପରେ ଯୋଉ ମଡା ଗୁଡା ପଡିବେ ସବୁ ଲାଶ ଗୁଡାକ, ସେଟା ସବୁ ଦାୟିତ୍ୱ ଅଛି ମା ଭୂବାସିନୀଙ୍କର ସଫା କରିବା ପାଇଁ। ମା ନିଜେ ସଂହାର ମା କରିଦେବେ। ନିଜେ ସଫା କରିବେ। ଭୂବାସିନୀ ମା, ଭୁଆଶୁଣୀ ତାଙ୍କ ଡାକୁଶୁଣି ଲୋକ। ସେଇଟା ହଉଛି ଆମର ସିଜୁଆ ଏଇ ପାଖରେ, ଏମ୍ସ ପାଖରେ, ସେଇଠି ମାଙ୍କର ଭୂମିକା ଅଛି। ଆଉ ବାରଭୁଜି ମା ତ ବହୁତ ଅଲୌକ୍ୟ ଶକ୍ତିର ଅଧିକାରୀ, ଏଠି ମା ବସିଛନ୍ତି ଆଉ। ମା ଆପଣ କହୁଥିଲେ, ବାବା ଆପଣ କହୁଥିଲେ କିଛି ଏମିତି ଆପଣଙ୍କୁ ମା ସରସ୍ଵତୀ କୃପା କରିଛନ୍ତି, ଆପଣ ଅନେକ ଭଜନ ଲେଖୁଛନ୍ତି, ହଁ ବାବା, ତା ଦେହରେ ଗୋଟେ ନିତ୍ୟ ଭଜନ ପଦେ ଟିକେ ଗାଇଦେବେ। ଆମେ ତ କାହାର ମାଙ୍କର ଗାଇବୁ ନା, ବାପାଙ୍କର ଗାଇବୁ ନା, କାହାର ଗାଇବୁ? ନରେନ୍ଦ୍ର ମୋଦୀଙ୍କର ଗୋଟେ ଭଲ ଗୀତ ଲେଖିଛୁ ବାପା। ଆମର ବର୍ତ୍ତମାନ ସେଇ ଗୋଟିଏ ଗୀତ କେମିତି ବିଶ୍ୱସାରା ବାଜିବ ବୋଲି ସେଇ ଗୀତରେ ଲାଗିଛୁ। ଆଉ ଆମ ଭଜନ ଅଟୋମେଟିକ ବାହାରିବ, ଟାଇମ ଆସିଲେ ବାହାରିବ। ଜୟ ନରେନ୍ଦ୍ର, ଜୟ ନରେନ୍ଦ୍ର, ଜୟ ନରେନ୍ଦ୍ର, ନମୋ ନରେନ୍ଦ୍ର, ନମୋ ନରେନ୍ଦ୍ର, ନମୋ ନରେନ୍ଦ୍ର, ନମୋ ନରେନ୍ଦ୍ର, ଜୟ ନରେନ୍ଦ୍ର,
ଅମାବାସ୍ୟାର ପୁନେଇ ଚାନ୍ଦ ସଂସାର କି ଗୋ ଆନନ୍ଦ ବିଜେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ତ୍ରେତୟାରେ ଶ୍ରୀରାମଚନ୍ଦ୍ର ନମୋ ନରେନ୍ଦ୍ର ନମୋ ନରେନ୍ଦ୍ର ନମୋ ନରେନ୍ଦ୍ର ଜୟ ନରେନ୍ଦ୍ର ଜୟ ନରେନ୍ଦ୍ର ଜୟ ନରେନ୍ଦ୍ର। ଆଉ ଗୋଟେ ରିସେଣ୍ଟ ବାବା ଗୋଟେ ଖଣ୍ଡଗିରି ବିଷୟରେ ଗୋଟେ ଗୀତ ଲେଖା ହେଇଛି। ଏଇଠୁ ଗୋଟେ ବସୁଛି ଆମର ଜଗନ୍ନାଥ ବୋଲି, ତାର ହାତ ନାହିଁ, ତାକୁ ଲକ୍ଷ୍ୟ କରିକି ଆମେ ଲେଖିଛୁ ଗୀତଟେ। ଝୁଲରେ ହାଁ ହାଁ ଝୁଲରେ ହାଁ ହାଁ ଝୁଲରେ ଜଗା ତୁ ଝୁଲ ଖଣ୍ଡଗିରି ହୋଇ ଯାଉ ଫୁଲ ঝুলরে হাঁ হাঁ ঝুলরে হাঁ হাঁ ঝুলরে জগা তু ঝুল খণ্ডগিরি হই যাও ফুল শূন্যরে ঝুলিবু বারে হলিবু শূন্যরে ঝুলিবু বারে হলিবু খণ্ডগিরিরে খোলিবু স্কুল ଜଗାରେ ଖଣ୍ଡଗିରିରେ ଖୋଲିବୁ ସ୍କୁଲ। ବାବା କି ସ୍କୁଲ? ଏଇଟା ଗୋଟେ ନୂଆ ସ୍କୁଲ ଖୋଲିବ ଯୋଉଠି ଅପଢା ପାଠ ପଢା ହଉଥିବ ଲେଖା ହେଇଛି। ଟୋଟାଲ ଗୀତଟା ଆପଣ ଶୁଣିଲେ ବୁଝିପାରିବେ। ଆଉ ଏଠି ପ୍ରଧାନମନ୍ତ୍ରୀଙ୍କର ଆପଣ ନାଁ ନେଲେ, ତାଙ୍କୁ କାହିଁକି? ନରେନ୍ଦ୍ର ମୋଦି ଜି ଆସିବେ, ଦ୍ରୌପଦୀ ମୁର୍ମୁ ଆସିବେ, ସେ ଦେବସଭାକୁ ସବୁ ଆସିବେ। ଆମକୁ ଯେତିକି ବାପା ଆଦେଶ ହଉଛି ସେ ନିହାତି ଆସିବେ। କାହିଁକି ଆସିବେ? ଧର୍ମର ପ୍ରତିଷ୍ଠା ପାଇଁ ସେ ନିହାତି ଆସିବେ, କାରଣ ମୋଦିଜୀ ହେଲେ ବିଶ୍ୱଗୁରୁ, ତାଙ୍କର ବହୁତ ଭୂମିକା ଅଛି ଏବଂ ସେ ଜଣେ ମହାନ ସାଧକ। ନହେଲେ ଆପଣ କେମିତି କଣ ୟାକୁ? ଆମକୁ ମାଙ୍କର ଆଦେଶ ହେଲାଣି 2014 ମସିହାରେ ବାପା ଗୀତ ଲେଖା ସରିଥିଲା। ସେ ଖିଲାମୁଣ୍ଡା ପୀଠରେ ଥିଲା ବେଳୁ ସେ ଗୀତ ଲେଖା ହେଇଥିଲା, ଆଦେଶ ଆସିଥିଲା। କିନ୍ତୁ ଆଜି ଯାକେ ବାହାରି ପାରୁନଥିଲା, ଏବେ ଛଟପଟ ହଉଛି ଗୀତ ବାହାରିବା ପାଇଁ। ଆମେ ବି ଗୋଟେ ଖଣ୍ଡେ ଜାଗା ବିକ୍ରି କରିକି ଏଇ ସବୁ ୟୁଟ୍ୟୁବରେ କରିବୁ ବୋଲି ଏସବୁ ପ୍ଲାନରେ ବି ଥିଲୁ। ଆପଣ ଜାଗା ବିକ୍ରି କରିବେ? ହଁ, କରିବୁନି ଆଉ କଣ? ଆମର କଣ ବାପା ଜାଗା ହବ କଣ ଆମର? ଆମେ ଚାହୁଁଛୁ ଧର୍ମ ପ୍ରତିଷ୍ଠା ହେଇଛୁ, କିନ୍ତୁ ମୋଦିଙ୍କର ଆଉ ଟିକେ ମହିମା ପ୍ରକାଶ ପାଉ ଟିକେ ଯେମିତି। ଜାଗା ବାଡି ଘର ଦ୍ୱାରା କଣ ବାପା ହବ ଆମର? ଆମେ ତ ନିଷ୍କାମ ନିର୍ଲୋଭ, ଆମର ଧନ ସମ୍ପତ୍ତି ଏସବୁ ଜିନିଷ ପ୍ରତି ବାପା ଲୋଭ ନାହିଁ। ଶାନ୍ତିରେ ଦରକାର ଟିକେ ଆମକୁ। ଶାନ୍ତି ଜୀବନରେ ସବୁଠୁ ହଉଛି ବଡ ମୂଲ୍ୟବାନ ଜିନିଷ, ଯୋଉଟା କି ଏ ଯୁଗରେ ବହୁତ ଦେଖିବା ପାଇଁ ଦୁଃସ୍ୱପ୍ନ ଆପଣ ମାନଙ୍କୁ। ବାବା ଶେଷରେ ଆମ ଦର୍ଶକ ବନ୍ଧୁମାନଙ୍କୁ କଣ କହିବେ? ହଁ ବାପା, ଦର୍ଶକ ମାନଙ୍କୁ କହିବୁ ସମସ୍ତେ ଜାଗ୍ରତ ହେଇଯାଆନ୍ତୁ ଏବଂ କଳ୍କିଙ୍କର ଶରଣାପନ୍ନ ହେଇଯାଆନ୍ତୁ। ବର୍ତ୍ତମାନ କଳ୍କି ଯୁଗ ଆସି ଯାଉଛି। ଅନନ୍ତ ଯୁଗ 2 ତାରିଖ 2 ମାସ ରାତି 2ଟା 10ରୁ ଚାଲିଲାଣି। ଯୁଗକୁ ଯୁଗ ପରିବର୍ତ୍ତନ ମଝିରେ ଗୋଟେ ଅନନ୍ତ ଯୁଗ ଆସେ, ଯୋଉଟା କି ସଂହାର ଯୁଗ ବାପା। ବାବା ଆପଣ କଣ କହିଲେ? ଡେଟ ଟା ଗୋଟେ କଣ କହିଲେ? 2 ତାରିଖ 2 ମାସ ରାତି 2ଟା 10ରୁ ଅନନ୍ତ ଯୁଗ ହେଇଗଲାଣି। 2 ତାରିଖ ରାତି 2ଟା 10, 2 ତାରିଖ 2 ମାସ ରାତି 2ଟା 10ରୁ ଶଙ୍ଖ ଧ୍ୱନି 4 ଥର ଯୋଉଦିନ ଶୁଣିଲୁ ସେଇ ରାତିରୁ ଅନନ୍ତ ଫେବୃଆରୀ ମାସ 2 ତାରିଖ ରାତି 2ଟା 10, ମାସ 2 2026। ହଁ 2026 ରେ ଆମେ ଗୋଟେ ସହର୍ଷ ଚିଟିପିଟି ଆମେ ଗୋଟେ ଅଖଣ୍ଡ ଦୀପ ଲଗେଇକି ବସିଥିଲୁ। ଆଉ ସେ ଜ୍ୟୋତି ବି ପୁରା ପ୍ରଭୁଙ୍କର ଆଶୀର୍ବାଦ ଭଳିଆ ଜଳୁଥାନ୍ତି ଜ୍ୟୋତି। ଏଟା ବାବା ଆପଣ ଯୋଉ ସାଧନା ଲକ୍ଷ୍ୟରେ ଅଛନ୍ତି, କେବଳ ସେ ଶବ୍ଦ ଆପଣ ଶୁଣିପାରିଲେ ନା ଆଉ କିଏ ଶୁଣିପାରିଲେ? ଆଉ କେହି ଶୁଣିନାହାନ୍ତି ବାପା। ଆଉ ତ ସମସ୍ତେ ଯାତ୍ରା ମାତିଛି ଯାତ୍ରା, ଆମେ ତ ଥିଲୁ ଆମ ଲକ୍ଷ୍ୟରେ ନା। ଆମେ ପ୍ରଭୁଙ୍କର କଣ ଅଲୌକିକ ଶକ୍ତି ଅଛି ଦେଖିବା ପାଇଁ ବସିଥିଲୁ ଏଠି ଅଖଣ୍ଡ ଦୀପ ଲଗେଇ। ଏଇ ଜାଗାରେ ପ୍ରକୃତ ସାଧୁ ସନ୍ନ୍ୟାସୀ ଅଛନ୍ତି ନା? ବାବା ଆପଣଙ୍କୁ କେତେ ବୟସ ହେଲାଣି? ସେଟା ତ କହିବା ଅବଶ୍ୟ ଠିକ ନୁହଁ ବାପା, ତଥାପି 50 ପ୍ଲସ ହେଇଗଲାଣି। 50 ପ୍ଲସ ବର୍ଷରେ ଖଣ୍ଡଗିରି ଆସିକି ରାଜପଦ ପାଇଲୁ ବାପା। ଏଠି ସେଇ ଜିନିଷ ବି ପାଇଛୁ। ଏଠି ଆପଣ ଚାହିଁଲେ ବି ଦେଖେଇ ଦେଇ ପାରିବୁ। ଏଇ ଜିନିଷ ଗୋଟେ ପ୍ରାପ୍ତ ହେଇଛି ବାପା ଏଠି। ଏଇଟା ଗୋଟେ ରାଜାଙ୍କ, ରାଣା ପ୍ରତାପ ରାଜାଙ୍କର। ଏଇଟା ବି ଆମେ ଦୋକାନକୁ ପଠେଇ ଦେଇଥିଲୁ ସଉଦା ଆଣିବା ପାଇଁ, ସେ ପୁଣି ଫେରିକି ଆସିଲା। ଫେରିକି ଆସିଲା ପରେ ବାଧ୍ୟ ହେଇକି ତାକୁ ବେକରେ ପକେଇଛୁ ଆମେ। ଆଉ ଲକ୍ଷେ ରାଜା ତ ମେଳ ହେବେ ବୋଲି ଏଠି, ତେଣୁ ଆମ ଭୂମିକାଟା ବାପା କଣ ଅଛି ଆମେ ବି କିଛି କହିପାରୁନୁ। ଆମେ ଅତି ଛୋଟିଆ କ୍ଷୁଦ୍ର ଜୀବଟିଏ, ମୁଁ କ୍ଷୁଦ୍ର ବିନ୍ଦୁରୁ ଆହୁରି ହୀନ ବୋଲି ଭାବୁଛୁ ଆମେ ଖଣ୍ଡଗିରିରେ। ବହୁତ ସାଧୁ ସନ୍ନ୍ୟାସୀ, ବହୁତ ମୁନି ଋଷିମାନେ ଆଗରୁ ଅଛନ୍ତି, କିନ୍ତୁ କେହି କିଛି କରିପାରିନାହାନ୍ତି। ବାବା ଆପଣ ପ୍ରଭୁଙ୍କ କଥା କହିକି କିଛି ଗୁପ୍ତ ରଖିଦେଲେ। ପ୍ରଭୁ ଯଦି ଆସିଛନ୍ତି, ଆପଣ କହୁଛନ୍ତି ମହେନ୍ଦ୍ରଗିରିରେ ଯୋଗ ସାଧନା କରିସାରିଲେଣି। ମହେନ୍ଦ୍ରଗିରିରେ ପରଶୁରାମ ମହାରାଜଙ୍କଠୁ ସେ ସବୁ ଯୁଦ୍ଧ ବିଦ୍ୟା ଶିକ୍ଷା କରିବେ ବୋଲି ମାଳିକା ଲେଖା ଥିଲା। ଯୁଦ୍ଧ ବିଦ୍ୟା ଶିଖି ସାରିଲେଣି? ଶିକ୍ଷା ସରିଲାଣି। କାହିଁକି? ଚାରିପଟେ ବର୍ତ୍ତମାନ ପୋଲିସ ଛାଉଣି ହେଇକି ଜଗିକି ରହିଛନ୍ତି। କାହାକୁ? ବହୁତ ବର୍ଷ ହେଲା। କାହାକୁ ଜଗିଛନ୍ତି? ସେ ଠାକୁରଙ୍କୁ ଜଗି ସୁରକ୍ଷା ଦେବା ପାଇଁ ସବୁ ରହିଛନ୍ତି ଚାରିପଟେ ଲୋକ। ଗୁପ୍ତରେ ସେ ସବୁ ଅଛନ୍ତି ନା, ସେ କଣ ଦେଖାଦେବେ? ସେ ପ୍ରଭୁଙ୍କୁ? ହଁ ପୋଲିସ ଜଗିଛନ୍ତି? ହଁ ଜଗିଛନ୍ତି ଚାରିପଟେ।
ମହେନ୍ଦ୍ରଗିରି ପାହାଡ଼ ଆପଣ ଯାଇକି ଦେଖିପାରିବେ। ଆମେ ତ ଯାଇନୁ ଅବଶ୍ୟ କେବେ, ଶୁଣୁଛୁ ଯେତିକି। ପୁରା ପୋଲିସ ଛାଉଣି ଚାରିଆଡେ, ଯେ ପ୍ରଭୁ ସେଠୁ ପଳେଇ ଆସିଲେଣି, ସରିଗଲାଣି। ବାବା କଳିଯୁଗ ସରିଯିବ? ହଁ ବାବା, କଳିଯୁଗ ସରିଗଲାଣି ଅଲରେଡି, ସରିଯିବ କଣ? ଯୋଉ ଦିନଠୁ ବ୍ରହ୍ମ ଖୋଲା ହେଇଗଲା ବାବା, ଯୁଗ ସରିଗଲା ସେଦିନ ଜାଣନ୍ତୁ। ବାବା ଆପଣ କହୁଛନ୍ତି ସରିଗଲାଣି, ଏବେ ବା ଆମେ ଯାହା ଜାଣୁଛୁ କାହିଁ ବାପା ସରିଗଲାଣି କହୁଛୁ ଆମେ? ବର୍ତ୍ତମାନ ଦେଖନ୍ତୁ ଆଜିକା ଡେଟ୍ ଅଭାବ କାହାର ଅଛି? 5 ଟଙ୍କାରେ ଖାଇବା ମିଳୁଛି ପେଟ ଫୁଲ କରିକି, 15 ଟଙ୍କାରେ ଷ୍ଟେସନରେ ବି ମିଳୁଛି ଖାଇବା ପାଇଁ। ଆଉ ଦେଖନ୍ତୁ ଅଭାବୀ ଗରିବୀ କାହାର ଅଛି ଆଉ? ଆଗରୁ କେତେ କଷ୍ଟ ଦୁଃଖ କଷ୍ଟ ଲୋକ ଚଳୁଥିଲେ, ସାଧୁ ସନ୍ନ୍ୟାସୀ ମୁଠାରେ ଖାଇବାକୁ ପାଉନଥିଲେ। ଏଇଠି ଆମ ଗୁରୁ ବି ତ୍ରିଲୋଚନ ଦାସ ସାଧନା କରିକି ଏବେ ନିରାଶ କୋଳି ଖାଇକି ଏଠୁ ବଞ୍ଚିଥିଲେ ବୋଲି ଆମେ ବି ଶୁଣିଛୁ। ଅନେକ ଆମେ ଶୁଣିବାକୁ ପାଉଛୁ କଳି ସମସ୍ତଙ୍କୁ ଗ୍ରାସ କରୁଛି। କଳି ସମସ୍ତଙ୍କୁ ଗ୍ରାସ କରୁଛି, ଯିଏ ଶକ୍ତିଧାରୀ ଲୋକ, ଯିଏ ପ୍ରଭୁଙ୍କ ଆଶୀର୍ବାଦ ପାଇଥିବ କି ଦେବାଦେବୀଙ୍କର ଆଶୀର୍ବାଦ ପାଇଥିବ, କଳି ତାକୁ ସ୍ପର୍ଶ କରିପାରିବନି। ଯେ ଭଳିଆ ଆମ ଭଳିଆ ଆମେ ସମ୍ପୂର୍ଣ୍ଣ କଳିର ଗ୍ରାସରେ ନାହୁଁ ବାପା, ଆମେ ବନ୍ଧନ ମୁକ୍ତରେ ଅଛୁ। ଆମ ଇଚ୍ଛା ଯାହା, ଆମ ଆଦେଶ ମାଙ୍କର ଆସିବ, ଆମେ ସେଇଆ କରିବୁ ବାପା। ବାବା ଆପଣଙ୍କୁ କଳି ଗ୍ରାସ କରିନି? ନାଇଁ ବାପା, କଳି ଗ୍ରାସ କରିଥିଲେ ଆମେ ତ ପୁଣି ପ୍ୟାଣ୍ଟ ସାର୍ଟ ପିନ୍ଧିକି ହିରୋ ହେଇକି ବୁଲୁଥାନ୍ତୁ, ବଜାରରେ ଯେମିତି ବୁଲୁଥିଲୁ ବାପା। ଆମେ କାହିଁ ସବୁ ତ୍ୟାଗ କରିକି ବର୍ତ୍ତମାନ ଖାଲି ପାଦରେ ବୁଲୁଛୁ ବାପା? ଏବେ ଆପଣଙ୍କୁ ସ୍ପର୍ଶ କରିନି କଳି? ନାଇଁ ବାପା, ବର୍ତ୍ତମାନ ଆମେ କଳିର ଊର୍ଦ୍ଧ୍ୱରେ ଅଛୁ ବାପା, ଆମେ ହିଁ ବଞ୍ଚିବୁ। ଆମର ବାବା ବହୁତ ବାବା ପୁଣ୍ୟ ଯିଏ ଚାଲିଛି ଆଗକୁ। ଯିଏ କାଲି ମିତ୍ର ଥିଲେ, ହୁଁ। ବହୁ ଦିନର ମିତ୍ର, ସେ ବା ଶତ୍ରୁ ହେଇଯାଉଛନ୍ତି। ଶତ୍ରୁ ତ ହେବେ, ଅଟୋମେଟିକ ସିଏ ହେବେ। ଏଇଟା ଦେଖିବେ ଯେତେବେଳେ ଆପଣଙ୍କ ପାଖରେ କେହି ନାହାନ୍ତି ମିତ୍ରତା, ଆପଣ ଜାଣିବେ ସେତେବେଳେ ପ୍ରଭୁଙ୍କ ପାଖାପାଖି ଅଛନ୍ତି। କାରଣ ଏ ଯୁଗରେ ସମସ୍ତେ ସ୍ୱାର୍ଥବାଦୀ ବାପା, ନିଃସ୍ୱାର୍ଥପର ଲୋକ ଆମେ ଆଜି ଯାଏଁ ଗୋଟେ ପାଇନୁ। ଯେକୌଣସି ସ୍ୱାର୍ଥରେ ନିହାତି ମଣିଷ ଜଡିତ ଥିବ, ନହେଲେ ବିନା ସ୍ୱାର୍ଥରେ କେହି କାହା ପାଖକୁ ଆସିବେନି। ଆପଣ କହୁଛନ୍ତି ଯିଏ ଏକାଥିବ ସେ ପ୍ରଭୁଙ୍କ ମାର୍ଗରେ ଥିବ, ନିହାତି ବାପା, ପ୍ରଭୁ ତାକୁ ଚାହିଁଥିବେ। ନିହାତି। ଆମକୁ ତ ପ୍ରଭୁ ଚାହିଁଛନ୍ତି, ଆମେ ଯୁଆଡେ ଯାଉଛୁ ଆମ ଖାଇବା ପିଇବା ଭଲ ମନ୍ଦ ସବୁ ତ ବୁଝୁଛନ୍ତି ପ୍ରଭୁ କଥା ଆମର। ଆମେ ସକାଳୁ ଯୋଉଠି ବସିକି ଆମ ପୋଥି ପାଠ କରିବୁ, ଆମ ପାଖରେ ସବୁ ଆସିକି ପହଞ୍ଚିବ। ଆମେ ତ କାହାକୁ ମାଗୁନୁ ବାପା, ଦଉଛି ପୁଣି ତାହେଲେ କିଏ? ସେ ଅଦୃଶ୍ୟ ଶକ୍ତି ହିଁ ଆମକୁ ଦଉଛି। ଜୟ ମା ରାମଚଣ୍ଡୀ, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।